ଗରୁଡ଼ ପୁରାଣ ଦ୍ୱିତୀୟ ଅଧ୍ୟାୟ। ଯମଯାତନା ବା ପାପ କର୍ମର ଫଳ ଏବଂ ପିଣ୍ଡଦାନ ଋଷୟ ଉଚ। ସୃଷ୍ଟିଙ୍କ ପ୍ରସଙ୍ଗବାଣୀ। ସୃଷ୍ଟିର ପ୍ରସଙ୍ଗବାଣୀ ଶୁଣି ମୁନିମାନେ ପୁନରପି ପୁଚ୍ଛା କଲେ ବିନୟ ବଚନେ। ଆହେ ସୁତ ମହାମନା ତୁମ୍ଭେ ସର୍ବଜ୍ଞାତା, ଭୂତ ଭବିଷ୍ୟତ ବାଣୀ କଥନେ ସକଥା। ତୁମ୍ଭେ ଯେ କହିଲ ପାପ କର୍ମ ଦଣ୍ଡ ପାଇଁ, ଯମରାଜ ନର୍କମାନ ସର୍ଜି ଗଲେ ବହି। ପାପ କର୍ମ ଫଳ ମାନ ବୁଝାଇ କହିବ, ଯମଯାତନା କିପରି ବୁଝାଇ ନ ଦେବ। ପିଣ୍ଡଦାନ କଲେ କିବା ଫଳ ହୁଏ ପୂର୍ଣ୍ଣ, ଏ ସମସ୍ତ କହିବ ଯେ ସଂକ୍ଷେପ କରିଣ। ତୁମ୍ଭର ମୁଖରୁ ଶୁଣି ଆମ୍ଭେ ନିସ୍ତରିବୁ, କଳି କଳୁଷପଙ୍କରୁ ଉଦ୍ଧରିବ ଯିବୁ। ଏତେ କହି ମୁନିମାନେ ମୌନ ରହିଲେ, ଶ୍ରୀଗୁରୁ ଚରଣେ ଧ୍ୟାୟ ସୁତ ଯେ କହିଲେ। ଶ୍ରୀସୁତ ଉବାଚ, ଶୁଣ ଆହେ ମୁନିମାନେ ପଚାରିଲ ଯାହା, ଠିକେ ଠିକେ ତୁମ୍ଭଙ୍କୁ ମୁଁ କହୁଅଛି ତାହା। ଯମପୁର ଗୋଟିଅଟେ ଅତ୍ୟନ୍ତ ଦୁର୍ଗମ, ଅତ୍ୟନ୍ତ ଭୀଷଣ ଅଟେ ସିନା ସେହି ସ୍ଥାନ। ତା ମଧ୍ୟରୁ ସାର ସାର କଥାମାନ ବାଛି, ତୁମ୍ଭମାନଙ୍କ ଛାମୁରେ ମୁହଁ କହୁଅଛି। ଧର୍ମବନ୍ତ ଜନଙ୍କର ତହିଁ ନାହିଁ ଭୟ, ନେତ୍ରେ ନ ଦେଖନ୍ତି ସେହି ପଥକୁ ନିଶ୍ଚୟ। ପାପୀମାନେ ନିରନ୍ତର ଯାତନା ଭୋଗନ୍ତି, ନର୍କକୁଣ୍ଡେ ପଡ଼ି କରି ବିକଳ ହୁଅନ୍ତି। ଅତି ଭୀତପ୍ରଦ ତହିଁ ଯୋଜନା ଅଟଇ, ଶୁଣିଲେ ହୃଦୟ ବିକମ୍ପିତ ଯେ ହୁଅଇ। ପୂର୍ବେ ବୈକୁଣ୍ଠପୁରେ ଦେବନାରାୟଣ, ଗରୁଡ଼କୁ କହିଥିଲେ ଏପରି ଆଖ୍ୟାନ। ସିଂହାସନେ ଉପବିଷ୍ଟ ଥିଲେ ଦେବଦିନେ, ଗରୁଡ଼ ମିଳିଲା ଯାଇ ପ୍ରଭୁ ସନ୍ନିଧାନେ। ସାଷ୍ଟାଙ୍ଗେ ପ୍ରଣାମ କରି ଯୋଡ଼ିବେନି କର, ଯମଯାତନା ପ୍ରସଙ୍ଗେ ପୁଛେ ପକ୍ଷୀବର। ଅତ୍ୟନ୍ତ ବିନୟ ହୋଇ କହଇ ବଚନ, ତୁମ୍ଭ ଶ୍ରୀମୁଖ ଶୁଣିଲେ ନିସ୍ତରିବି ପୁଣ। ତୁମ୍ଭେ ତ ଜଗତପତି ପତିତ ପାବନ, କିଟୁ ବ୍ରହ୍ମ ପରିଜନ୍ତେ ପୂରିଛନ୍ତି ପୂର୍ଣ୍ଣ। ତୁମ ପାଦ ପଦ୍ମେ ଭକ୍ତି କଲେ ଯେଉଁମାନେ, ବୈକୁଣ୍ଠପୁରେ ଭୋଗ ଭୁଞ୍ଜିଲେ ସେମାନେ। ସେମାନଙ୍କ କଥା ବହୁ ଶୁଣିଅଛି ମୁହିଁ, ପାପୀମାନଙ୍କର କଥା କୁହ ଭାବଗ୍ରାହୀ। ଯମମାର୍ଗ ଦୁଃଖପ୍ରଦ ଅତ୍ୟନ୍ତ ଭୀଷଣ, ଶୁଣିଅଛି ବୃଦ୍ଧମାନଙ୍କର କଥା ଶୁଣ। ଦୟା ବହି ସେଇ କଥା ବୁଝାଇ କହିବ, ହୃଦୟ ମଧ୍ୟରୁ ମୋର ସଂଶୟ ଦହିବ। ସିଂହାସନେ ଉପବିଷ୍ଟ ଥିଲେ ଦେବଦିନେ, ଗରୁଡ଼ ମିଳିଲା ଯାଇ ପ୍ରଭୁ ସନ୍ନିଧାନେ। ସାଷ୍ଟାଙ୍ଗେ ପ୍ରଣାମ କରି ଯୋଡ଼ିବେନି କର, ଯମଯାତନା ପ୍ରସଙ୍ଗେ ପୁଛେ ପକ୍ଷୀବର। ଅତ୍ୟନ୍ତ ବିନୟ ହୋଇ କହଇ ବଚନ, ତୁମ୍ଭ ଶ୍ରୀମୁଖୁ ଶୁଣିଲେ ନିସ୍ତରିବି ପୁଣ। ତୁମ୍ଭେ ତ ଜଗତପତି ପତିତ ପାବନ, କିଟୁ ବ୍ରହ୍ମ ପରିଜନ୍ତେ ପୂରିଛନ୍ତି ପୂର୍ଣ୍ଣ। ତୁମ୍ଭେ ତ ଜଗତପତି ପତିତ ପାବନ, କିଟୁ ବ୍ରହ୍ମ ପରିଜନ୍ତେ ପୂରିଛନ୍ତି ପୂର୍ଣ୍ଣ। ତୁମ ପାଦ ପଦ୍ମେ ଭକ୍ତି କଲେ ଯେଉଁମାନେ, ବୈକୁଣ୍ଠପୁରେ ଭୋଗ ଭୁଞ୍ଜିଲେ ସେମାନେ। ସେମାନଙ୍କ କଥା ବହୁ ଶୁଣିଅଛି ମୁହିଁ, ପାପୀମାନଙ୍କର କଥା କୁହ ଭାବଗ୍ରାହୀ। ଯମମାର୍ଗ ଦୁଃଖପ୍ରଦ ଅତ୍ୟନ୍ତ ଭୀଷଣ, ଶୁଣିଅଛି ବୃଦ୍ଧମାନଙ୍କର କଥା ଶୁଣ। ଦୟା ବହି ସେଇ କଥା ବୁଝାଇ କହିବ, ହୃଦୟ ମଧ୍ୟରୁ ମୋର ସଂଶୟ ଦହିବ। ଆପଣଙ୍କ କଥା ମୃତ ଯେ ନ କରେ ପାନ, ଯମଯାତନା ଭୋଗଇ ସେହି ପାପୀ ଜନ। କୁକର୍ମମାନ କରନ୍ତି ଚିତ୍ତେ ନ ବିଚାରି, ନରକମାନକେ ପଡ଼ି ହୁଅନ୍ତି ସେ ଘାରି। ସେମାନଙ୍କ ଗତି ତୁମ୍ଭେ ବୁଝାଇ କହିବ, ସେ ପାପ ପ୍ରଭାବୁ ତାହି ଲଭେ କେନେ ଜୀବ। ଦୟାକରି ଦାସ ଜନେ କହନ୍ତୁ ମୋ ଦେବ,
त्वरित विनाश मोर शुणन्ते होइब। तुम्भे एका सामरथा कहिबाकु नाथ, तुम्भ बिनु किए आउ हेब सामरथ। तुम्भे बिनु नारायण सन्तोष होइले, आपणा भक्ते बहु प्रशंसा से कले। धीरे धीरे कहिले जे कमलार बर, शुणह गरुड अपूर्व से समाचार। श्री भगवानुवाच अति दुर्गम अटई बाबू जमपुर, सूर्यंक किरण निशयिता मध्यर। चंद्रंकर रश्मि नाही सेई पुर मध्य, महा अंधकार के बनिबकार साध्य। से पुर पथरे सिंह व्याघ्र सर्प माने, पुरी रहिचंती हिंस्र जंतु स्थाने स्थाने। पड़िले तांक कबले नौपुरे प्राणी, मृत्यु पथरे पथिक हुए तत्क्षणी। विषधर वृश्चिक जे नाना कीट माने, दंशन करी पीड़ती पुणी सेहि स्थाने। पूजनाल मलमूत्र स्थाने स्थाने पूरी, दुर्गंध हुई क्षणे रही जे न पारी। कंटकमय अटई अबा जेउ स्थाने, दूत माने भ्रमंती जे धरी अस्त्रमान। पाप करी जेउ माने मरण लभंती, सेई माने एई पथ गमन करंती। प्राणी हिंसा करंती जे होई मत गर्व, उत्तम शास्त्र निंदती बही मूढ़ भाव। मिथ्या कपटरे सदा सर्वदा रहंती, दया धर्म हृदयरु वर्जन करंती। साधु जनଙ୍କୁ देखिले उपहास करी, नाना दुर्बल वचन मुखरे उच्चारी। टोका पथर फिंगती बयस गर्भरे, गुरुजन न मानती मूढ़ स्वभावरे। असुर स्वभावे नीति मद मांस खाती, परधन पर स्त्री निरंते हरंती। तर्क करी सत्य मिथ्या कहंती सर्वदा, ईश्वर विश्वास वृथा बोली करी निंदा। भवनीत ज्ञान न रखंती केतेबेले, मुहि बड़ बोली कहूथांती सदा काले। मोठारू पंडित केही जगतरे नाही, ज्ञानी मानी दानी सिद्धाता सबु अटे मोहि। बलात्कारे परधन परवृत्तिमान, निरंतरे करूथांती सेमाने हरण। निजर मणिवर जीवेश्य ठारे रत, परकामिनी कामना करे जार चित्त। गोचर भूमि को चाष करई जे मूढ़, अतिथि देखिले दिए जेहू जन मोड़। अज्ञान पणरे काम भोग जेहू माती, भल मंद विचार न करे मूढ़ मती। सेहिपरि हेई नरकपुरकु आसंती, असुचि नरके पड़ी सड़ी न मरंती। कंटकमय पथरे घोषारंती तांकु, तप्त तैल कटाक्षरे निक्षेपंती तांकु। जमदूते नाना माड़ ताहांकु मारंती, क्षुधा काले अन्नदान केबे न करंती। तृषा काले जल बिंदु न दियंती केबे, विष कीटे कामुड़ंती ताहाकु स्वभावे। गुणवंत दयालु पुरुष जेउ माने, एही पाप पथ न देखंती से सोपने। पापात्मा नरके पड़े भोग शेष जाए, पर जन्मे नाना दुख भोगई निश्चय। स्थूल शरीर धरिण भोग बहु रोग, नाना दुख जंत्रणा जे लोभे मंद भाग्य। नानादि व्याधि ज्वालारे मली मली होई, पाहुंडे जीवाकु तार शक्ति न थाई। तथापि धन तनय द्वारा मोहे पड़ी, निरंतरे पाप कर्म करे पथ हुड़ी। तिल हेले निज दोष कथा न भाबई, मने मने सुख शोध नीति गढ़ु थाई। एहिपरि बहु कष्टे जीवन लभीण, यथा काले लभई से आपणा मरण।
ସୂକ୍ଷ୍ମ ଦେହ ସ୍ଥୂଳ ଦେହ ଛାଡ଼ି ନ ଚଳଇ ନରକପୁର ମଧ୍ୟରେ ପ୍ରବେଶ ହୁଅଇ ଯମଦୂତ ନଗୁଡ଼ରେ ତାହାକୁ ବାନ୍ଧନ୍ତି ନାନା ଦଣ୍ଡ କର୍ମ ଅନୁସାରେ ତାକୁ ଦିଅନ୍ତି। ବହୁ ତର୍ଜନ କରନ୍ତି ତହିଁ ଯମଦୂତେ ଚର୍ମପାଶେ ବାନ୍ଧି ମାଡ଼ ମାରନ୍ତି ନିରତେ। ତାତିଲା ଲୌହ ଖଣ୍ଡରେ ଉପରେ ଶୁଆନ୍ତି ତୀକ୍ଷ୍ଣ ଧାର କରତରେ ତାହାକୁ କାଟନ୍ତି। ମଲି ମଲି ବୋଲି ପାପି ଚିତ୍କାର ଛାଡ଼ଇ ଦୟା ନ କରି ପିଟନ୍ତି ତୁହାଇ ତୁହାଇ। ତାହାର ବିକଳ କଥା କହିଲେ ନ ସରେ ନିର୍ଦ୍ଦୟ ଯମଦୂତଙ୍କ ଦୟା ନୁହେଁ ବାରି। ପୂର୍ବାଜିତ କର୍ମ ଅନୁସାରେ ଦୁଃଖ ମାନ ନିରନ୍ତର ଭୋଗିବାକୁ ପଡ଼େ ସେହି ସ୍ଥାନ। ଦୟା ମାଇ ତିଳେ ହେଲେ ସେ ପୁରରେ ନାହିଁ ଯାହା ଦେଇଥିବ ପ୍ରାପ୍ତ ହୁଏ ସିନା ତହିଁ। ବିକଳ ହୋଇ ପାପିଏ ଦୂତଙ୍କୁ କହନ୍ତି ଅଜ୍ଞାନପଣରେ ଆମେ କରିଛୁ ଅନୀତି ଏହି ଥର ଛାଡ଼ି ଦିଅ ଦୟା ବହି ବାହାରେ ପାପ କାର୍ଯ୍ୟମାନ ଆଉ ନ କରିବୁ ଥରେ। ନ ମାର ଆଉ ଆମ୍ଭକୁ ତୁମ୍ଭର ଶରଣ କ୍ଷୁଧା ଶାନ୍ତି ପାଇଁ ଆଣି ଦିଅ କିଛି ଅନ୍ନ। ତୃଷାରେ ଶୁଖଇ କଣ୍ଠ ଦିଅ ଜଳ ବେଗେ ନ ମାର ଆମ୍ଭ କୁହେ ଆଉ ରାଗେ। ମତ ଗର୍ବେ ନ କରିବୁ ପାପ କର୍ମ ମାନ ଦୟା ବହି ଆମ୍ଭ ଦୋଷ କହିବାର କ୍ଷମ। ବହୁତ ବିନୟ ହୋଇ ଦୂତଙ୍କୁ କହନ୍ତି ତାହାଙ୍କର କଥା ତିଳେ ଦୂତେ ନ ଶୁଣନ୍ତି। କାଳଦଣ୍ଡ ଧରି ନେଇ ଯମ ନିକଟକୁ ଛାମୁରେ ଉଭା କରନ୍ତି ସେ ପାପୀମାନଙ୍କୁ। ଯମ ଦେଖିଣ ତାହାଙ୍କୁ ଜିଜ୍ଞାସା କରଇ କାହିଁ ପାଇଁ ପାପ କର୍ମ ବରିଲୁରେ ତୁହି। ଯାହା କରିଅଛୁ ତାହା ଅବଶ୍ୟ ଭୋଗିବୁ କାନ୍ଦିଲେ କି ଅବା ଏଥୁ ମୁକ୍ତି ପାଇବୁ। ତୋର ଉପଯୁକ୍ତ ବହୁ ନର୍କ ଅତି ଅଛି ଆନନ୍ଦରେ ଭୋଗିବୁ ତୁ ନାହିଁ ଅନ୍ୟ କିଛି। କଣ୍ଟକ ଶିମୁଳି ବୃକ୍ଷ ଅଛଇ ଏଠାରେ ତା ଦେହରେ ଝୁଲା ହେବୁ ତୋ କର୍ମ ଫଳରେ। ପ୍ରଚଣ୍ଡ ଅଗ୍ନି ଜଳଇ କୁଣ୍ଡେ ନିରନ୍ତର ସେ ଅଗ୍ନିରେ ପକାଇବେ ମୋହର କିଙ୍କର। କୁମ୍ଭୀ ପାଖରୋରବାଦୀ ନରକ ଅଛଇ ସେହି କୁଣ୍ଡମାନଙ୍କରେ ପଡ଼ିବୁ ହୋ ତୁହି। 84 ନର୍କ କୁଣ୍ଡ ଏହିପୁରେ ଅଛି ସେହିମାନଙ୍କରେ ତୁହି ପଡ଼ିବୁ କହୁଛି। ସେ କୁଣ୍ଡମାନଙ୍କେ ବହୁ କୀଟ ରହିଛନ୍ତି ଯୋକମାନେ ସେହି କୁଣ୍ଡେ ବସତି କରନ୍ତି। ତୋହର ରକତ ମାଂସ ସେମାନେ ଖାଇବେ ସେମାନଙ୍କ କ୍ଷୁଧା ତୃଷା ଆଦି ବିନାଶିବେ। ବହୁତ ଗର୍ଜନ କରି ଏପରି କହନ୍ତେ ପାପୀ ବିକଳେ କାନ୍ଦଇ ଏକଥା ଶୁଣନ୍ତେ। ସ୍ମରଣ କରଇ ତାର କରମ ସକଳ ନିଜେ ନିଜେ ନିନ୍ଦା କରେ ହୋଇଣ ବିକଳ। ଶୂକର ସଦୃଶ ମଳ କରଇ ଆହାର ପିତା ମାତାଙ୍କୁ ସ୍ମରଣ କରେ ନିରନ୍ତର। ସ୍ଥୂଳ ଦେହେ ଯେଉଁ କର୍ମମାନ କରିଥାଇ ତାହାର ସଦୃଶ ଫଳ ତହିଁ ଯେ ଲୋଭଇ। କାମିନୀର କାମ ମୋହ ପୁତ୍ର କନ୍ୟା ସ୍ନେହ ନିରନ୍ତର ଚିନ୍ତା କରି ହୁଏ କ୍ଷଣେ ମୋହ। ଦୂତଙ୍କୁ ଭୟ କରିଣ କିଛି ନ କହଇ ଉଚ୍ଚେ କେବଳ ରୋଦନ ସେହି କରୁଥାଇ। କଦଳୀ ପତ୍ର ଯେପରି ବାୟୁରେ କମ୍ପିତ ସେହିପରି କମ୍ପମାନ ହୁଏ ତାର ଗ୍ରାତ। ଆହାର ନ ମିଳେ କିଛି ସେହିପୁରେ ତାକୁ ଜଳ ନ ମିଳଇ ତାକୁ ତୃଷ୍ଣା ମେଣ୍ଟିବାକୁ। କ୍ଷୁଧା ଆକୁଳରେ ଯେବେ ମାଗଇ ଆହାର ଯମଦୂତମାନେ ତାକୁ କରନ୍ତି ପ୍ରହାର। ଅଙ୍ଗ ପ୍ରତ୍ୟଙ୍ଗ ରୁଧିରେ ପ୍ଳାବନ ହୁଅଇ ଆକୁଳ ହୋଇ କ୍ରନ୍ଦନ ପାପୀ କରୁଥାଇ। ତତଲା ବାଲି ପୂରାନ୍ତି ତାହାର ମୁଖରେ ତତଲା ବାଲିରେ ଉଭା କରାନ୍ତି ସତ୍ୱରେ।
ନ ସହି ପାରିଣ ଯେବେ ପଡ଼ିଯାଏ ତଳେ, ବେତ ପ୍ରହାର କରନ୍ତି ଦୂତେ ତାକୁ ବଳେ। ମଲି ମଲି ବୋଲି କରେ ଉଚ୍ଚରେ ଚିତ୍କାର, ଭୟରେ ଉଠିଣ ପୁଣି ଗମଇ ସତ୍ୱର। କିଏ ବା କରିବ ରକ୍ଷା ସମନ ଦଣ୍ଡରୁ, କିଏ ଉଦ୍ଧାର କରିବ ସେହି ବିପଦରୁ। ପାପୀକୁ ଦଣ୍ଡିବା ପାଇଁ ସେହି ଜନ୍ତୁପତି, ଈଶ୍ୱର ପୁରୁଷଙ୍କ ଆଜ୍ଞା ପାଇଛନ୍ତି। ସିଂହାସନେ ବସି ପାପ ପୁଣ୍ୟ ବିଚାରନ୍ତି, କର୍ମ ଅନୁସାରେ ଦଣ୍ଡ ବିଧାନ କରନ୍ତି। ତିଳେ ପକ୍ଷପାତ ସେହି ନ କରନ୍ତି କରେ, କର୍ମ ଅନୁସାରେ ଦଣ୍ଡ ବିହନ୍ତି ସତ୍ୱରେ। ପାପୀଙ୍କି ଦେଖିଲେ କ୍ରୋଧ ବଢ଼େ ତାହାଙ୍କର, ବନ୍ଧନ କରିଣ ଦଣ୍ଡ ଦିଅନ୍ତି ଅପାର। କାକୁତି ମିନତି କିଛି ନ ଶୁଣନ୍ତି ସେହି, ଉଚିତ ଯାହାର ଯାହା ସେତା ଲଭଇ। ସେ ପୁରରେ କେହି କାହା ବୋଲି ନ କହଇ, ଅଧିକ ଦଣ୍ଡ ଦେବାକୁ ଆସନ୍ତି ସେ ଧାଇଁ। ଦୂତଙ୍କର ରୂପ ଅତିଶୟ ଭୟଙ୍କର, ବିକଟାଳ ମୂର୍ତ୍ତି ଦନ୍ତ ଲଙ୍ଗଳ ପ୍ରକାର। ଉଚ୍ଚ ଉଚ୍ଚ ଶୃଙ୍ଗମାନ ଲମ୍ବ କର୍ଣ୍ଣ ଦୁଇ, କଳା ବର୍ଣ୍ଣ ଲମ୍ବ ପେଟ କାହାର ଅଟଇ। ହସ୍ତପଦରେ ଶୋଭିତ ଲମ୍ବ ନଖମାନ, ସେହିମାନେ ପ୍ରହାରନ୍ତି ଧରି ଶସ୍ତ୍ରମାନ। ନିର୍ଦ୍ଦୟ ନିଷ୍ଠୁର ଚିତ୍ତ ଅଟଇ ତାଙ୍କର, ଦୟା ମାୟା ତିଳେ ନାହିଁ କାହାର ଉପର। ରକ୍ତବର୍ଣ୍ଣ ଚକ୍ଷୁ କରି ତରାଟି ଚାହାନ୍ତି, ବିକଟ ହସ ଆସୀଣ ପାଦ ପ୍ରହାରନ୍ତି। ନଖଘାତେ ବକ୍ଷ ତାଙ୍କ କରନ୍ତି ବଦୀନ, ବିଧାଘାତ ଅସ୍ଥି ମାଂସ କରନ୍ତି ସେ ଚୂର୍ଣ୍ଣ। ଏହିପରି ବହୁ ଦୂତେ ଯମର ଅଛନ୍ତି, ଆଜ୍ଞାକୁ ଅପେକ୍ଷା କରି ରହି ନ ଥାନ୍ତି। ଯମର ବାହନ ଅଟେ ମହିଷୀ ଗୋଟିଏ, ଦୀର୍ଘକାୟ ଲମ୍ବ ଶୃଙ୍ଗ ତାର ଶୋଭା ପାଇ। ପ୍ରଳୟ ଗର୍ଜନ କରି ଗର୍ଜନ କରଇ, ଦେଖିଲେ ପାପୀଙ୍କ ପ୍ରାଣ ଶୀତେଇ ଉଠଇ। ଯମ ଆଦେଶେ ପାପୀଙ୍କୁ ଧରିଣ ଆଣରେ, ନରକରେ ପକାଇ ଦିଅନ୍ତି ତାହାଙ୍କ ବଳରେ। ଅନେକ ବିକଳ ହୋଇ ଚିତ୍ତରେ ଭାବଇ, ମିଛେ ମୋର ମୋର ବୋଲି ଏ ପାପ ଲଭଇ। ପୁତ୍ର ଦ୍ୱାରା ଧନ ଏତେ ସ୍ନେହେ ପାଳିଥିଲେ, କେହି ସାହାଯ୍ୟ ନହିଲେ ନେତ୍ରରେ ଦେଖିଲି। ଏହିପରି ଭାବି କର୍ମ ଆଦରିଣ ସେହି, ଦୁଃଖମାନ ସହେ ସେ ବିମୁଖ ନ ହୋଇ। ପୁତ୍ର ଯେବେ ତାର ନାମ ଉଚ୍ଚାରଣ କରି, ପିଣ୍ଡଦାନ କରେ ମୁଖେ ମନ୍ତ୍ରକୁ ଉଚ୍ଚାରି। ସେହି ପିଣ୍ଡ ଯମପୁରେ ପାପୀମାନେ ପାଆନ୍ତି, ତା ଫଳେ କ୍ରୋଧ ତୃଷ୍ଣା ହୁଏ ତାର ଶାନ୍ତି। ପତିବ୍ରତୀ ପୁତ୍ରବଧୂ ପୁତ୍ର ସହିତରେ, ଶୁଦ୍ଧ ଚିତ୍ତେ ପିଣ୍ଡ ଦାନ କରନ୍ତି ଭକ୍ତିରେ। ବିଷ୍ଣୁ ଉପାସନା କରି ବ୍ରାହ୍ମଣ ବଚନେ, ଶ୍ରଦ୍ଧା ଚିତ୍ତେ ପିଣ୍ଡ ଦାନ କରନ୍ତି ଯତନେ। ବ୍ରାହ୍ମଣ ଭୋଜନ ଦେଇ ପ୍ରାର୍ଥନା କରନ୍ତି, ପିତୃପିତାମହ ମୋର ଲଭନ୍ତୁ ମୁକ୍ତି। ତେବେ ସେହି ପାପୀ ପାପୁ ମୁକ୍ତି ହୋଇ, ପାପ ତାପ ବିଦୂରିତ ହୁଏ ଜାଣ ତୁହି। ଯଦ୍ୟପି ପୁତ୍ର ଜାରକ କି ବନ ଶଙ୍କର, ହୋଇଥାଏ ପିଣ୍ଡ ଦେବା ନିଷ୍ଫଳ ତାହାର। ପିତୃଗଣଙ୍କର ପୁଣ୍ୟ ନ ହୁଏ ତହିଁରେ, ଅଧିକ ପାପ ହୁଅହି ତାହାର ଫଳରେ। ଗାର୍ହସ୍ଥ୍ୟ ଧର୍ମ ବିଧିରେ ନିଜ ପତ୍ନୀ ସହ, ସଂସାର କର୍ମ କରିଣ ଜନ୍ମାଇଲେ ପୁଅ। ତାର ଧର୍ମ ଫଳେ ପିତୃଲୋକ ପାଇଥାନ୍ତି, ସେହି ପୁଣ୍ୟ ବଳରେ ପାପ ମୁକ୍ତି ହୁଅନ୍ତି। ଏବେ ପାପୀଙ୍କର ଗତି ପିଣ୍ଡଦାନ ଫଳ, ତୁମ୍ଭକୁ କହିଲି ମୁହିଁ ଆହେ
ମହାବଳ। ଆଉ କିଛି ଶୁଣିବାକୁ ଯଦି ଇଚ୍ଛା ଅଛି, ପଚାରିଲେ କହିବହି ସତ୍ୟ ମୁଁ କହୁଛି। ଏହା ଶୁଣି ଗରୁଡ଼ ଯେ କୃତ୍ୟ ହେଲା, ପ୍ରଭୁଙ୍କର ପାଦେ ପଡ଼ି ଆନନ୍ଦେ କହିଲା, ଶୁଣିଲି ତୁମ୍ଭ ମୁଖରୁ ଅପୂର୍ବ ଆଖ୍ୟାନ। ନିସ୍ତରିଲି ଦେବନାରାୟଣ। ତାଙ୍କ ପାଦ ପଦ୍ମ ହୃଦ ପଦ୍ମେ ଚିନ୍ତା କରି, ନିଜ ଆର୍ତ୍ତତ୍ରାଣ ଦାସ ଗୀତ ବନ୍ଧ କରି। ଗରୁଡ଼ ପୁରାଣ ବାଣୀ ଅପୂର୍ବ ଚରିତ। ତୃତୀୟ ଅଧ୍ୟାୟ ଏଥି ହେଲା ସମାପିତ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷାରଣ୍ୟୋପାଖ୍ୟାନେ ବିଷ୍ଣୁ ଗରୁଡ଼ ସମ୍ବାଦେ ଯମଦଣ୍ଡ ପିଣ୍ଡଦାନ ନିରୂପଣମ୍ ନାମ ଦ୍ୱିତୀୟୋଧ୍ୟାୟ।